ଓଁ ନମୋ ଭଗବତେ ବାସୁଦେବାୟ ନମଃ। ନମସ୍କାର ବନ୍ଧୁଗଣ ଆପଣମାନଙ୍କୁ ଆମ ୟୁଟ୍ୟୁବ ଚ୍ୟାନେଲକୁ ପୁଣି ଥରେ ସ୍ୱାଗତମ ଏବଂ ଶୁଭକାମନା। ଆଜିର ଏହି ଭିଡ଼ିଓରେ ମୁଁ ଆପଣମାନଙ୍କୁ କହିବାକୁ ଯାଉଛି କି ଆଗାମୀ ଏହି 2 ଦିନ ଅର୍ଥାତ୍ ମେ ମାସର 5 ଏବଂ 6 ତାରିଖର ଦିନ ଆପଣମାନଙ୍କର ଏହି ଦିନ କିପରି ଭାବରେ କଟିବା ପାଇଁ କିନା ଯାଉଅଛି, କ'ଣ ସତରେ ଆପଣମାନଙ୍କର ଏହି 2 ଦିନ ପଜିଟିଭ ହେବା ପାଇଁ କିନା ଯାଉଅଛି, କିମ୍ବା ଆପଣମାନଙ୍କୁ କେଉଁ କେଉଁ କ୍ଷେତ୍ରରେ ଲାଭ ମିଳିବ, କେଉଁ କେଉଁ କ୍ଷେତ୍ରରେ ଆପଣମାନଙ୍କୁ ସୁବିଧା ସହଯୋଗ ମଧ୍ୟ ମିଳିବ, ଆପଣମାନଙ୍କର ବିଜନେସ୍ ବ୍ୟାପାର କ୍ୟାରିୟର ମଧ୍ୟ କିପରି ଭାବରେ ରହିବ, ଆପଣମାନଙ୍କର ଲଭ୍ ଲାଇନ୍ ସ୍ଥିତି ମଧ୍ୟ କିପରି ଭାବରେ ରହିବ, ସେ ସମସ୍ତ ବିଷୟରେ ମୁଁ ଆପଣମାନଙ୍କୁ ଏହି ଗୋଟିଏ ଭିଡ଼ିଓରେ ହିଁ କହିବି। ତା ପୂର୍ବରୁ କହି ରଖିବି କି ଯେ ଆପଣମାନେ ଯଦି ଏହି ଚ୍ୟାନେଲରେ ନୂଆ କରି ଆସିଛନ୍ତି ତେବେ ଏବେ ହିଁ ଯାଇକି ସବସ୍କ୍ରାଇବ୍ କରନ୍ତୁ ଏବଂ ପାଖରେ ଆସୁଥିବା ବେଲ୍ ଆଇକନକୁ ମଧ୍ୟ କ୍ଲିକ୍ କରନ୍ତୁ, ଯାହାଫଳରେ ସମୟ ସମୟରେ ସହିତ ସମସ୍ତ ଭିଡ଼ିଓର ନୋଟିଫିକେସନ୍ ଆପଣମାନଙ୍କୁ ହିଁ ସର୍ବପ୍ରଥମେ ମିଳିଯିବ। ଆସନ୍ତୁ ଏବେ ଜାଣିବା କ'ଣ ସତରେ ଆପଣମାନଙ୍କ ପାଇଁ କିନା ଏହି 2 ଦିନରେ ଅର୍ଥାତ୍ ମେ ମାସର 5 ଏବଂ 6 ତାରିଖରେ କ'ଣ ସତରେ ପଜିଟିଭ୍ ହେବା ପାଇଁ କିନା ଯାଉଅଛି। ଯଦି ମୁଁ ଆପଣମାନଙ୍କୁ ବିଶେଷ ଭାବରେ କହିବି କି ଏ ସମୟରେ ଆପଣମାନେ ନିଜର ବ୍ୟବହାର ତଥା ଆପଣମାନଙ୍କର ମୃଦୁ ହାସ୍ୟ ଦ୍ୱାରା ଆପଣମାନେ ଖରାପ ସମ୍ବନ୍ଧକୁ ସୁଧାରିବାରେ ସଫଳତା ଭାବରେ ଆପଣମାନେ ପରିଚିତ ମଧ୍ୟ ହେବେ। ଆପଣମାନଙ୍କର ସକାରାତ୍ମକ ଭାବନା ଏପରିକି ଭାଗ୍ୟର କର୍ମ ଉପରେ ସେ ବିଶ୍ୱାସ କରୁଥିଲା, ତେଣୁ ଏହା ଆପଣମାନଙ୍କ ପାଇଁକିନା ସ୍ୱାଭାବିକ ଉତ୍ତମ ପରିସ୍ଥିତି ନିର୍ମାଣ ମଧ୍ୟ କରିବ। ତା ସହିତ ଘରେ କୌଣସି ଧାର୍ମିକ ଆୟୋଜନ ଏହି ଦିନମାନଙ୍କରେ ମଧ୍ୟ ହୋଇପାରେ। ଏହା ସହିତ ପୂର୍ବ ସମୟରୁ କୌଣସି ଚାଲିଥିବା ବାଧା ବିଘ୍ନକୁ ଆପଣମାନେ ଦୂର କରିବାରେ ମଧ୍ୟ ସଫଳତା ଲାଭ କରିନେବେ। ତାହା ଫଳରେ ଆପଣମାନଙ୍କ ମନରେ ଆତ୍ମସନ୍ତୁଷ୍ଟି ଭାବନା ମଧ୍ୟ ଜାଗ୍ରତ ହେବ। ତା ସହିତ ରାଜନୀତିକ ଏବଂ ସାମାଜିକ ଗତିବିଧିରେ ବିଶେଷ ଭାବରେ ଆପଣମାନେ ଯୋଗଦାନ ମଧ୍ୟ ଦେବେ। ଗୋଟିଏ ଖାସ୍ କାମ ମଧ୍ୟ ଆପଣମାନେ ଏ ଦିନମାନଙ୍କରେ କରିନେବେ। ସମୟ ଏବଂ ମାନ ପ୍ରତିଷ୍ଠା ଆପଣମାନଙ୍କର ବୃଦ୍ଧି ମଧ୍ୟ ହେବ। ଧର୍ମ କର୍ମ ଏବଂ ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ଆପଣମାନଙ୍କର ଏହି ଦିନମାନଙ୍କରେ ଆପଣମାନଙ୍କର ରୁଚି ମଧ୍ୟ ବଢ଼ିଯିବ। ବ୍ୟବସାୟ ଏବଂ ଦୁନିଆଦାରୀ ଗତିରେ ଆପଣମାନେ ବହୁତ ଭଲ ମାତ୍ରାରେ ସନ୍ତୁଳିତ ବନିକିନା ରଖିବେ। ତା ସହିତ ଏ ଦିନମାନଙ୍କରେ ଉଦ୍ଧାର ଦେଇଥିବା କିଛି ପଇସା କିଛି ସୁଧ ମଧ୍ୟ ଆପଣମାନଙ୍କୁ ଏ ଦିନମାନଙ୍କରେ ମଧ୍ୟ ମିଳିପାରେ। ନିଜର ଦିନଚର୍ଯ୍ୟାକୁ ଆପଣମାନେ ବ୍ୟବସ୍ଥିତ ରଖିକି ନିଜର ଭାବନାକୁ ଜାଗ୍ରତ କରିବାରେ ନିଜର ସମସ୍ତ ଟାଇମକୁ ମଧ୍ୟ ସ୍ପେଣ୍ଡ କରିବେ। ଯଦି କହିବା କି ବିଶେଷ ଭାବରେ ଗୃହିଣୀମାନେ ନିଜକୁ ଭଲ ଭାବରେ ସାବ୍ୟସ୍ତ କରିବା ପାଇଁ କିନା ସଫଳତା ଲାଭ ମଧ୍ୟ କରିନେବେ। ତା ସହିତ ବିଦ୍ୟାର୍ଥୀ ବର୍ଗମାନେ ନିଜର ପରୀକ୍ଷାରେ ଏହି ଦିନମାନଙ୍କରେ ସଫଳତା ହାସଲ ମଧ୍ୟ କରିନେବେ। ତା ସହିତ ବଡ଼ ଲୋକମାନଙ୍କର ଆଶୀର୍ବାଦ ଏବଂ ସାହାଯ୍ୟ ଆପଣମାନଙ୍କୁ ବହୁତ ବଡ଼ ଆଗକୁ ମଧ୍ୟ ନେବ। କୌଣସି ମିତ୍ରଙ୍କୁ ଆପଣମାନେ ଜରୁରୀ ସମୟରେ ସାହାଯ୍ୟ କରିବା ଦ୍ୱାରା ଆପଣମାନଙ୍କ ମନରେ ବହୁତ ଖୁସି ମଧ୍ୟ ଆସିବ। ତା ସହିତ ଆପଣମାନଙ୍କର ସିଦ୍ଧାନ୍ତକୁ କୌଣସି ପ୍ରକାରର ସଂଯମତା ମଧ୍ୟ କରନ୍ତୁ ନାହିଁ। ଏ ଦିନମାନଙ୍କରେ ଆପଣମାନେ ଭାବି ଚିନ୍ତିକିନା ସବୁ କାର୍ଯ୍ୟ ମଧ୍ୟ ସମ୍ପନ୍ନ କରନ୍ତୁ। ଘରେ ଆପଣମାନଙ୍କର ମିତ୍ର ଏବଂ ବନ୍ଧୁମାନଙ୍କର ଆଗମନ ମଧ୍ୟ ହୋଇପାରେ। ସେଥିପାଇଁ କିନା ଆପଣମାନଙ୍କର ଘରର ସମସ୍ତ ସଦସ୍ୟମାନେ ଆପଣମାନଙ୍କ ସହିତ ମିଳିମିଶିକିନା ସବୁ କାର୍ଯ୍ୟ ମଧ୍ୟ କରିନେବେ। ତା ସହିତ ଘର ପରିବାରରେ ଆପଣମାନଙ୍କର କୌଣସି ଛୋଟିଆ କଥାଟିକୁ ନେଇକି ଆପଣମାନଙ୍କ ଭିତରେ କଳି ଝଗଡ଼ା ମଧ୍ୟ ହୋଇପାରେ। ସେଥିପାଇଁ କିନା ବାହାର ଲୋକମାନଙ୍କର ହସ୍ତକ୍ଷେପ ମଧ୍ୟ ଆପଣମାନଙ୍କ ଲାଇଫରେ ହେବ। ତା ସହିତ ଆପଣମାନେ ଏ ଦିନମାନଙ୍କରେ ସତର୍କ ମଧ୍ୟ ରୁହନ୍ତୁ, କାହିଁକି ନା ଆପଣମାନଙ୍କର କୌଣସି ବି ମିତ୍ର ଆପଣମାନଙ୍କୁ ଠକି ଦେବାର ସମ୍ଭାବନା ମଧ୍ୟ ବନୁଛି। ଯୁବକ ବର୍ଗୀୟ ଲୋକମାନଙ୍କର ନିଜର କ୍ୟାରିୟର ପ୍ରତି ଅବହେଳା ତାଙ୍କୁ ଭବିଷ୍ୟତ ଜୀବନରେ ବହୁତ ବ୍ୟାଘାତ ମଧ୍ୟ ଘଟିବ। ସେଥିପାଇଁ କିନା ଆପଣମାନଙ୍କୁ ସାବଧାନତା ରହିବା ବହୁତ ଆବଶ୍ୟକତା ମଧ୍ୟ ରହିଛି। ଧାର୍ମିକ କ୍ଷେତ୍ରରେ ମଧ୍ୟ କୌଣସି ଭୁଲ ବୁଝାମଣା
କୌଣସି ଭୁଲ ବୁଝାମଣା ଯୋଗୁଁ ଆପଣମାନଙ୍କ ଭିତରେ ମଧ୍ୟ ଲଢ଼େଇ ମଧ୍ୟ ହୋଇପାରେ। ସେଥିପାଇଁ କିନା ନିଜର ବ୍ୟବହାରକୁ ସଂଯମତା ରଖିକିନା ଆପଣମାନେ ସମସ୍ତ କାର୍ଯ୍ୟ ମଧ୍ୟ ସମ୍ପନ୍ନ କରନ୍ତୁ। ଏ ସମୟରେ ଆପଣମାନେ ଆପଣମାନଙ୍କର ଭାଇ ଭଉଣୀ ସହିତ ଆପଣମାନଙ୍କର ସମ୍ପର୍କକୁ ନିବିଡ଼ ଭାବରେ କରିକିନା ରଖନ୍ତୁ। ତା ସହିତ ବିଦ୍ୟାର୍ଥୀମାନଙ୍କର ନିଜର ପାଠପଢ଼ା ପ୍ରତି ବାହାରି ବ୍ୟର୍ଥ କାର୍ଯ୍ୟରେ ମଧ୍ୟ ଏ ଦିନମାନଙ୍କରେ ସେମାନେ ଲାଗିପାରନ୍ତି। ଯାହାଦ୍ୱାରା ସେମାନଙ୍କର ପାଠପଢ଼ା ପ୍ରତି ଅବହେଳା ମଧ୍ୟ ଦେଖାଦେବ ଏବଂ ସେମାନଙ୍କର ପାଠପଢ଼ା ମଧ୍ୟ ସମାପ୍ତ ହେବ ନାହିଁ। ସେଥିପାଇଁ କିନା ବିଦ୍ୟାର୍ଥୀମାନେ ନିଜର ପାଠପଢ଼ା ପ୍ରତି ସଂଯମତା କରନ୍ତୁ ନାହିଁ, ଯାହାଦ୍ୱାରା ଆପଣମାନଙ୍କର ରେଜଲ୍ଟ ମଧ୍ୟ ଖରାପ ହୋଇପାରେ। ଏହା ସହିତ ମୁଁ ଯଦି ଆପଣମାନଙ୍କୁ ଲଭ୍ ଲାଇନ୍ ବିଷୟରେ ଯଦି କହିବି, ଏହି ଦିନମାନଙ୍କରେ ପତି ପତ୍ନୀଙ୍କ ଭିତରେ ଅହଙ୍କାର ଭାବନା ମଧ୍ୟ ଦେଖାଦେବ। ତା ସହିତ ଆପଣମାନେ ନକାରାତ୍ମକ ପରିସ୍ଥିତିକୁ ନିଜର କାବୁରେ ରଖିକି ଆପଣମାନେ ଏହି ଦିନମାନଙ୍କରେ ଆଗକୁ ମଧ୍ୟ ବଢ଼ିବେ। ଯାହାଫଳରେ ପତି ପତ୍ନୀଙ୍କ ଭିତରେ ଘନିଷ୍ଠତା ମଧ୍ୟ ବଢ଼ିବ। ବିବାହ ସମ୍ବନ୍ଧିତ କାର୍ଯ୍ୟକ୍ଷେତ୍ରରେ ଆପଣମାନଙ୍କର ବ୍ୟସ୍ତତା ମଧ୍ୟ ବଢ଼ିବ। ଏହା ସହିତ ଅତ୍ୟଧିକ ପରିସ୍ଥିତି କ୍ଷେତ୍ରରୁ ଆପଣମାନେ ପରିବାର ଉପରେ ଧ୍ୟାନ ମଧ୍ୟ ଦେଇପାରିବେ ନାହିଁ। ଆଉ ଜୀବନସାଥୀଙ୍କ ସହଯୋଗ ଆପଣମାନଙ୍କ ପାରିବାରିକ ସମ୍ପର୍କକୁ ବହୁତ ଭଲ କରିନେବ। ଯଦି ଆପଣମାନଙ୍କୁ ବ୍ୟବସାୟ କ୍ୟାରିୟର ବିଷୟରେ ଆପଣମାନଙ୍କୁ କହିବି, ଆପଣମାନଙ୍କର ଏମିତି କିଛି କଥା ଉଜାଗର ମଧ୍ୟ ହୋଇପାରେ, ଯାହା ଆପଣମାନଙ୍କ ପାଇଁକିନା ଗୋପନୀୟତା ରଖିବାର ଆବଶ୍ୟକତା ମଧ୍ୟ ରହିଛି। ଆପଣମାନଙ୍କର ବ୍ୟବସାୟ କାର୍ଯ୍ୟକ୍ରମ ଲମ୍ବା ଟାଇମ୍ ପାଇଁକିନା ମଧ୍ୟ ଚାଲିବ। ଅଫିସ୍ ପେଶା ଲୋକମାନଙ୍କୁ କୌଣସି ଜାଗାକୁ ଯାତ୍ରା କରିବାକୁ ମଧ୍ୟ ଯାଇପାରନ୍ତି। ଯାହାଫଳରେ ସେ କ୍ଷେତ୍ରରେ ଆପଣମାନଙ୍କୁ ବହୁତ ଭଲ ଲାଭ ମଧ୍ୟ ମିଳିବ। କାର୍ଯ୍ୟକ୍ଷେତ୍ରରେ ଆପଣମାନଙ୍କର କୌଣସି ବିଶେଷ ଲୋକମାନଙ୍କ ସହିତ ସାକ୍ଷାତ ଆପଣମାନଙ୍କର ଲାଭ ପାଇଁ ମଧ୍ୟ ସହନଶୀଳ ହେବ। ଚାକିରି କ୍ଷେତ୍ରରେ ମଧ୍ୟ ଆପଣମାନଙ୍କର ଟାର୍ଗେଟ ମଧ୍ୟ ପୂରା ହେବ। ତା ସହିତ ଚାକିରି କ୍ଷେତ୍ରରେ ଆପଣମାନଙ୍କର ପ୍ରମୋସନ ଏବଂ କୌଣସି ଜାଗାକୁ ଟ୍ରାନ୍ସଫର ମଧ୍ୟ ଏହି ଦିନମାନଙ୍କରେ ହୋଇପାରେ। କାର୍ଯ୍ୟକ୍ଷେତ୍ରରେ ମଧ୍ୟ ଆପଣମାନଙ୍କର କୌଣସି ରୁକାବଟ ମଧ୍ୟ ଆସିପାରେ, ଯାହାଦ୍ୱାରା ଅର୍ଡର ଆଦି କାର୍ଯ୍ୟକ୍ରମରେ ଆପଣମାନଙ୍କର ବିଳମ୍ବ ମଧ୍ୟ ଦେଖାଦେବ। ତା ସହିତ କର୍ମଚାରୀଙ୍କ ଗତିବିଧିକୁ ଆପଣମାନେ ନଜରଅନ୍ଦାଜ ମଧ୍ୟ କରନ୍ତୁ ନାହିଁ, କାହିଁକିନା ସେମାନେ କୌଣସି ପ୍ରକାରର ରାଜନୈତିକ ଉତ୍ପନ୍ନ ମଧ୍ୟ କରିପାରନ୍ତି। ତେଣୁ ତମେମାନେ ସାବଧାନତା ରୁହନ୍ତୁ। ତା ସହିତ ଆପଣମାନଙ୍କ କାର୍ଯ୍ୟକ୍ରମରେ କୌଣସି ପ୍ରକାର ଇନକ୍ୱାରି ମଧ୍ୟ ହୋଇପାରେ, ତେଣୁ ଆପଣମାନେ ସାବଧାନ ମଧ୍ୟ ରୁହନ୍ତୁ। ନିଜର କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ଆହୁରି ଅଧିକ ସୁଧାର ଆଣିବା ପାଇଁକିନା ଆବଶ୍ୟକତା ମଧ୍ୟ ରହିଛି, ଯାହା ଆପଣମାନଙ୍କ ପାଇଁକିନା ବହୁତ ଫାଇଦାମାନ ବୋଲି ସାବ୍ୟସ୍ତ ମଧ୍ୟ ହେବ। ଯଦି ଆପଣମାନଙ୍କୁ ମୁଁ ଆପଣମାନଙ୍କର ସ୍ୱାସ୍ଥ୍ୟ ବିଷୟରେ କହିବି, ଏ ଦିନମାନଙ୍କରେ ଆପଣମାନଙ୍କ ସ୍ୱାସ୍ଥ୍ୟ ବହୁତ ମାତ୍ରାରେ ଉତ୍ତମ ରହିବ। ଏଥିପାଇଁକିନା ଆପଣମାନେ କୌଣସି ପ୍ରକାରର ଚିନ୍ତା ମଧ୍ୟ କରନ୍ତୁ ନାହିଁ। ବାହନ ତଥା ମେସିନ ସମ୍ବନ୍ଧିତ ସେସବୁ ସ୍ଥିତିରେ ଆପଣମାନେ ସାବଧାନତା ଅବଲମ୍ବନ ମଧ୍ୟ କରନ୍ତୁ। ତାହା ସହିତ ଆପଣମାନଙ୍କର ଯଦି କୌଣସି ଜାଗାରେ ଖଣ୍ଡିଆ ଖାବରା ହୋଇଥିଲା, ସେସବୁ ଜାଗାରେ ଆପଣମାନଙ୍କର ଇନଫେକ୍ସନ ମଧ୍ୟ ହୋଇପାରେ। ଏଥିପାଇଁକିନା ଆପଣମାନେ ତରଳରୁ ତରଳ ପଦାର୍ଥ ମଧ୍ୟ ଗ୍ରହଣ କରନ୍ତୁ। ଭୁଲ ଖାଦ୍ୟପେୟ ଖାଇବା ଦ୍ୱାରା ଆପଣମାନଙ୍କର ଗ୍ୟାସ୍ ଏବଂ ପେଟ ରୋଗ ସମସ୍ୟା ମଧ୍ୟ ଉତ୍ପନ୍ନ ହୋଇପାରେ। ଏଥିପାଇଁକିନା ଆପଣମାନେ ଖାଦ୍ୟପେୟ ଉପରେ ସଂଯମତା ରଖନ୍ତୁ, ଯାହାଫଳରେ ଆପଣମାନଙ୍କର ସ୍ୱାସ୍ଥ୍ୟ ବହୁତ ମାତ୍ରାରେ ଭଲ ରହିବ। ଆଶା କରୁଛି ଆଜିର ଏହି ଭିଡ଼ିଓଟି ଆପଣମାନଙ୍କୁ ବହୁତ ମାତ୍ରାରେ ଭଲ ଲାଗିଥିବ। ପୁଣି ଦେଖାହେବ ଏକ ନୂତନ ଭିଡ଼ିଓ ମାଧ୍ୟମରେ। ସେ ପର୍ଯ୍ୟନ୍ତ ଆପଣମାନେ ବିଦାୟ ଦିଅନ୍ତୁ। ରହୁଛି, ଧନ୍ୟବାଦ।